ସେ କମ୍ବୁ କଟକ ରାଜା ନାମ ଜଗନ୍ନାଥ, ଚାରି ବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ ଯେ। ସେଇ କମ୍ବୁ କଟକର ରାଜା ଜଗନ୍ନାଥ, ଯିଏ ଚାରି ବର୍ଣ୍ଣର ଲୋକଙ୍କୁ ଧର୍ମ ଅର୍ଥ କାମ ମୋକ୍ଷ ଏହି ଚତୁର୍ବର୍ଗ ଫଳ ପ୍ରଦାନ କରିବାକୁ କ୍ଷମ ଅଟନ୍ତି, ତାଙ୍କର ପଦାରବିନ୍ଦରେ ପ୍ରଣତି ଜଣାଇ ମୁଁ ଆଜିର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଆଜିର ପ୍ରଥମ ପ୍ରଶ୍ନ, ରୋମ ନଗରୀକୁ ଛାଡ଼ି ଇଟାଲୀର ଇତିହାସ ଯେପରି ଅସମ୍ପୂର୍ଣ୍ଣ, ଏଥେନ୍ସ ବିହୁନେ ଗ୍ରୀକ୍ ଜାତିର ଇତିହାସ ଯେପରି ଅସମ୍ପୂର୍ଣ୍ଣ, ଠିକ୍ ସେହିଭଳି ଶ୍ରୀକ୍ଷେତ୍ର ପୁରୀ ବିହୁନେ ଓଡ଼ିଆ ଜାତିର ଇତିହାସ ଅସମ୍ପୂର୍ଣ୍ଣ ଅଟେ। ପୁରୀ ବିହୁନେ ଭାରତବର୍ଷର ଭାବଗତ ଇତିହାସ ମଧ୍ୟ ଅସମ୍ପୂର୍ଣ୍ଣ ଅଟେ। ତେଣୁ ତ ଜଣେ ପ୍ରସିଦ୍ଧ କବି ଥରେ ଲେଖିଥିଲେ, ଜଗତ ସରସେ ଭାରତ କମଳ, ତା ମଧ୍ୟ କେଶର ପୁଣ୍ୟ ନୀଳାଚଳ, ଥିଲେ ଯହିଁ ତହିଁ ଭାରତ ଶୈଳେ, ମଣିବି ମୋ ଅଛି ଆପଣା କକ୍ଷରେ, ଭାରତର ପ୍ରତି ଶିଳା ଶାଳଗ୍ରାମ, ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ ଧାମ। ଆଜିର ପ୍ରଥମ ପ୍ରଶ୍ନ ଯେ ଏହି କବିତା ପଂକ୍ତି କିଏ ରଚନା କରିଅଛନ୍ତି? ଏହାର ସଠିକ୍ ଉତ୍ତର ହେଉଛି, ଏହି କବିତା ପଂକ୍ତିର ରଚୟିତା ହେଉଛନ୍ତି ଉତ୍କଳମଣି ପୁଣ୍ୟାତ୍ମା ଗୋପବନ୍ଧୁ ଦାସ। ପବିତ୍ର ପୁରୀ ନଗରୀକୁ ସେ ଅତି ନିବିଡ଼ ଭାବରେ ଭଲ ପାଉଥିଲେ ଏବଂ ତାଙ୍କର ସେହି ଭଲ ପାଇବା ଏହି କବିତା ପଂକ୍ତି ଭିତରେ ପ୍ରତିଫଳିତ ହୋଇଅଛି। ଏବେ ଆସନ୍ତୁ ଯିବା ଆଜିର ଦ୍ୱିତୀୟ ପ୍ରଶ୍ନ ନିକଟକୁ। ପ୍ରଶ୍ନଟି ହେଉଛି, ବର୍ତ୍ତମାନର ଜଗନ୍ନାଥ ମନ୍ଦିର କେଉଁ ରାଜବଂଶର କୀର୍ତ୍ତି ଅଟେ? ଏହା ଗଙ୍ଗବଂଶୀ ଶାସକମାନଙ୍କର କୀର୍ତ୍ତି ଅଟେ। ଅନନ୍ତ ବର୍ମମ ଚୋଡ଼ଗଙ୍ଗ ଦେବ ଏ ମନ୍ଦିରର ନିର୍ମାତା ଭାବେ ପ୍ରସିଦ୍ଧ। ଯଦିଚ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଏ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଅନିୟଙ୍କ ଭୀମଦେବ ବା ଅନଙ୍ଗ ଭୀମଦେବଙ୍କ ସମୟରେ ଏ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏବେ ଆସନ୍ତୁ ଯିବା ଆଜିର ତୃତୀୟ ପ୍ରଶ୍ନ ନିକଟକୁ। ମନ୍ଦିରର ସଭା ଉପରେ ଦଧିନଉତି ଉପରେ ଅଛନ୍ତି ନୀଳଚକ୍ର। ନୀଳଚକ୍ର ମନ୍ଦିରର ଶୋଭାବର୍ଦ୍ଧନକାରୀ ଓ ପତିତ ପାବନ ବାନାର ଧାରକ ଅଟନ୍ତି। ପ୍ରଶ୍ନ ହେଉଛି, ନୀଳଚକ୍ରଙ୍କ ଭିତର ଅଂଶରେ କେତୋଟି ଅର ରହିଛି? ଏହାର ସଠିକ୍ ଉତ୍ତର ହେଉଛି, ନୀଳଚକ୍ରଙ୍କ ଭିତର ଅଂଶରେ 8ଟି ଅର ରହିଅଛି। ବର୍ତ୍ତମାନ ଆସନ୍ତୁ ଯିବା ଆଜିର ଚତୁର୍ଥ ପ୍ରଶ୍ନ ନିକଟକୁ। ଶ୍ରୀମନ୍ଦିର ଆଗରେ ଯେଉଁ ଅରୁଣ ସ୍ତମ୍ଭ ଦେଖୁଛନ୍ତି ଆପଣମାନେ, ତାହା ମୂଳତଃ ମନ୍ଦିର ସହ ସଂଲଗ୍ନ ନଥିଲା। ପରବର୍ତ୍ତୀ କାଳରେ ଏହି ଅରୁଣ ସ୍ତମ୍ଭଟି କେଉଁଠାରୁ ଆସି ଏଠାରେ ସ୍ଥାପିତ ହୋଇଅଛି? ଏହାର ସଠିକ୍ ଉତ୍ତର ହେଉଛି, ପରବର୍ତ୍ତୀ ସମୟରେ ଏହି ଅରୁଣ ସ୍ତମ୍ଭଟି କୋଣାର୍କରୁ ଆସି ଏଠାରେ ସ୍ଥାପିତ ହୋଇଅଛି। ଅଷ୍ଟାଦଶ ଶତାବ୍ଦୀରେ ଦ୍ୱିତୀୟ ଦିବ୍ୟସିଂହ ଦେବଙ୍କ ରାଜତ୍ୱ କାଳରେ 33 ଫୁଟ 8 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ଅରୁଣ ସ୍ତମ୍ଭଟିକୁ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଉଦ୍ଧାର କରାଯାଇ ଏଠାରେ ସ୍ଥାପିତ କରାଯାଇଥିଲା। ଏବେ ଆସନ୍ତୁ ଯିବା ଆଜିର ପଞ୍ଚମ ପ୍ରଶ୍ନ ନିକଟକୁ। ପଞ୍ଚମ ପ୍ରଶ୍ନଟି ଏଇଭଳି, ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସମୟରେ ଆପଣଙ୍କୁ ଏଠାରେ ବସି ନୀଳଚକ୍ର ଓ ପତିତପାବନଙ୍କୁ ଚାହିଁ ପ୍ରଣାମ କରିବାକୁ ହୁଏ, କାରଣ ଏତଦ୍ୱାରା ସର୍ବରିଷ୍ଟ ଖଣ୍ଡନ ହୁଏ, ସିଦ୍ଧି ମିଳେ ଓ ମୁକ୍ତି ମିଳେ। ପ୍ରଶ୍ନ ହେଉଛି, ଶ୍ରୀମନ୍ଦିର ବେଢ଼ା ପରିସର ମଧ୍ୟରେ ଏହା କେଉଁ ସ୍ଥାନ ଅଟେ? ଏହାର ସଠିକ୍ ଉତ୍ତର ହେଉଛି, ଏହା ହେଉଛି କଳ୍ପବଟ ତଳ ବା ବାଞ୍ଛାବଟ ତଳ ସ୍ଥାନ ଅଟେ। ଏଇଠାରେ ବସି ଶ୍ରୀ ନୀଳଚକ୍ର ଓ ପତିତପାବନଙ୍କୁ ଚାହିଁ ପ୍ରଣାମ କଲେ ସର୍ବରିଷ୍ଟ ଖଣ୍ଡନ ହୁଏ, ସିଦ୍ଧି ମିଳେ ଏବଂ ମୁକ୍ତି ମିଳେ। ଏବେ ଆସନ୍ତୁ ଯିବା ଆଜିର ଷଷ୍ଠ ପ୍ରଶ୍ନ ନିକଟକୁ। ଶ୍ରୀମନ୍ଦିରର ରକ୍ଷକ ଭାବେ କେଉଁ ଦେବତାଙ୍କୁ ପୂଜା କରାଯାଏ? ଏହାର ସଠିକ୍ ଉତ୍ତର ହେଉଛି, ଶ୍ରୀ ଶ୍ରୀ କ୍ଷେତ୍ରପାଳ ମହାଦେବ। ସେ ହେଉଛନ୍ତି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ। ସେ ସମସ୍ତଙ୍କର ନମସ୍ୟ। ଏହାଙ୍କୁ ଉପାସନା କଲେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଅନୁମତି ମିଳିଥାଏ। ମୁକ୍ତି ମଣ୍ଡପର ପଛ ଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିର ହିଁ ଶ୍ରୀ କ୍ଷେତ୍ରପାଳ ମହାଦେବଙ୍କର ମନ୍ଦିର ଅଟେ। ଏବେ ଆସନ୍ତୁ ଯିବା ଆଜିର ସପ୍ତମ ପ୍ରଶ୍ନ ନିକଟକୁ। ପ୍ରଶ୍ନଟି ଏଇଭଳି, କେବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ? ଏହାର ସଠିକ୍ ଉତ୍ତର ହେଉଛି, ଯେଉଁ ପ୍ରଥମ 21 ଦିନ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ, ଏହି ବାହାର ଚନ୍ଦନର 20 ଦିବସରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ଦିଅଁମାନେ 21 ଘେରା ନରେନ୍ଦ୍ର ସରୋବରର ଚତୁଃପାର୍ଶ୍ୱରେ ଚାପ ଖେଳନ୍ତି। ବର୍ତ୍ତମାନ ଆସନ୍ତୁ ଯିବା ଆଜି ଅଷ୍ଟମ ପ୍ରଶ୍ନ ନିକଟକୁ। ଆମେମାନେ ଜାଣିଛେ, ପ୍ରହରାଜପୁର ବ୍ରାହ୍ମଣ ଶାସନର ମଧୁ ମହାପାତ୍ରଙ୍କ ହାତରୁ ଦାସିଆ ପଠାଇଥିବା ନଡ଼ିଆ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗ୍ରହଣ କରିଥିବା ପ୍ରସଙ୍ଗ। ଏବେ ଆସନ୍ତୁ ଯିବା ଆଉ ଏକ ପ୍ରସଙ୍ଗକୁ। ଦିନେ ଏ ଭକ୍ତ ମୁଣ୍ଡରେ ପାଚିଲା ଆମ୍ବ ବୋଝ ଧରି ପହଞ୍ଚିଲେ ସିଂହ ଦ୍ୱାରରେ।
प्रभु सुमरणा करी गोटिक पर गोटे आंब हाथ टेकी बढ़ाइले और प्रभु मध्य भक्त हाथरू आंब तक नहीं गले। रत्न सिंहासन पछपटे आंब टाकुआ और चोपा पड़ी देखि सेवक माने आश्चर्यचकित हेले। पर जना पड़ा यही भक्त प्रभुंकर केते निजर। आजिर प्रश्न, ए भक्त किए अटंती? ए भक्त मध्य हेउचंती बाली गाँर दासिया बाउरी। धनीदास और काउली पुत्र दासियांकर कुलवृत्ति थिला तंत वस्त्र बयन करिबा और 23पुर हाटरे बिक्री करी चढ़ीबा। किंतु ये थे जगन्नाथ महाप्रभुंकर परम भक्त एवं जगन्नाथ महाप्रभुंक ठारू से गोटे आशीर्वाद प्राप्त होइथिले जे से जहाँ भी पठेइबे एवं जहाँ भी देवे जगन्नाथ महाप्रभुंकु ताकू महाप्रभु हाथ टेकी अति सरागरे ग्रहण करिबे। वर्तमान आसंतु जीवा आज नवम प्रश्न निकट। ये जने भक्त कवि प्रभु श्री जगन्नाथंकर ये परम भक्त प्रभुंक साथी सांग होई से दिने सिंहल द्वीप को उड़ी उड़ी जाउथिले। मनरे तांकर तेणु गर्व भाव चली आसिला। यह प्रभु जानीपारी ताकू खसैबाकू लागिले। जेतबळे भक्त जनक जानीपारिले एबे समुद्र रे बुड़ी मरिबाकू जाउछंती, पुणी प्रभुंकर शरणापन्न हेले। प्रभु तांको प्रार्थना सुनिले और तांको पुणी रक्षा कले। ए भक्त हेउछंती मत्त बलराम दास। से एकथा तांको द्वारा रचित केउ प्रसिद्ध ग्रंथ रे उल्लेख करि अछंती। एही प्रसिद्ध ग्रंथटी हेउछि बलराम दासंक द्वारा रचित बट अवकाश ग्रंथ। एबे आसंतु जीवा आजिर दशम प्रश्न निकट। प्रश्नटी हेउछि पुरी सहर रे रहिछि गंगा नदीर एक धार। यार सांप्रतिक नाम कौन अटे? यार सठिक उत्तर हेउछि यार सांप्रतिक नाम हेउछि श्वेतगंगा एवं पुरीर पंचतीर्थ मध्यरु यह अन्यतम अटे। यह बाली साई रे रहिछि। एबे आसंतु जीवा आजिर एकादश प्रश्न तथा शेष प्रश्न निकट। एही रथर ध्वजाधिपति हेउछंती हनुमान। एही रथर रक्षक हेउछंती गरुड़। रथर सारथींकर नाम हेउछि दारुक एवं रथर रज्जुर नाम हेउछि शंखचूड़ नामक नागुणी। एही रथर द्वारपाल हेले जय विजय। एही रथर नाम हेउछि नंदी घोष। आजिर शेष प्रश्न, एही रथर नेतर नाम कौन अटे? एही रथर नेतर नाम हेउछि त्रैलोक्य मोहिनी एवं रथर आरोही हेउछंती स्वयं प्रभु श्री जगन्नाथ। सुधी दर्शक बंधु, आज आम हाथ में थिबा समस्त प्रश्नर आलोचना आम मैंने कर सारी। तेरे आज कार्यक्रम आपण मानक किभली लगिला दयाकोरी मेसेज बॉक्स निकट को आसी आमको ज्ञात कराइबा हेबे एवं निवेदन करिवु। मझिरे मझिरे एई भली किछि महनीय विषय को भेटिबा पई दयाकोरी यूट्यूब रो चवन भाईना चैनल को सब्सक्राइब करिबा हेबे। आज पई विदाय मागुछु। बहुत बहुत धन्यवाद आपण मानक।